ନମସ୍କାର ଶୁଭ ସନ୍ଧ୍ୟା। ଆମେ ନେଇ ଆସିଛୁ ଦେଶ ବିଦେଶ ରାଜ୍ୟର 20ଟି ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବେ ଆଉ ଆପଣଙ୍କ ଜିଲ୍ଲାର ନାମ ମଧ୍ୟ ଲେଖିଦେବେ। ପ୍ରଥମ ଖବର, ଜାଡରେ ଥରୁଛି ଓଡ଼ିଶା। ତେବେ ଜାଡରେ ଥରୁଛି ସାରା ଓଡ଼ିଶା। 25 ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି। ବିଶେଷ କରି ରାଜଧାନୀରେ ମଧ୍ୟ 25 ବର୍ଷର ରେକର୍ଡ ଭାଙ୍ଗି 12.9 ଡିଗ୍ରୀ ସେଲସିୟସକୁ ଖସି ଆସିଛି। ନଭେମ୍ବର ମାସ ପାଇଁ ଏକ ଅଭାବନୀୟ ଘଟଣା ବୋଲି କୁହାଯାଉଛି। ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଖିଲା ଥଣ୍ଡା ପବନ ଯୋଗୁଁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରାଜଧାନୀବାସୀ ସକାଳୁ ସକାଳୁ ହାଡ଼ଭଙ୍ଗା ଶୀତର ସାମ୍ନା କରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଲୋକଙ୍କୁ ବିଶେଷ କରି ବୟସ୍କ ଶିଶୁମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ। ରାସ୍ତାରେ ଅଟକିଛି ଶହ ଶହ ଗାଡ଼ି। ତେବେ ଟିପିସିଓଡିଏଲ ମନମୁଖୀ କାର୍ଯ୍ୟ ଏବଂ ସ୍ମାର୍ଟ ମିଟର ବିରୋଧରେ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଡାକରା ଦିଆଯାଇଛି। ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ଠପ୍ ହୋଇଯାଇଛି। ଦୋକାନ ବଜାର ବନ୍ଦ ରହିଛି। ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। 55 ନମ୍ବର ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡ଼ି। ଫଳରେ ଯାତାୟାତ ବାଧାପ୍ରାପ୍ତ ମଧ୍ୟ ସୃଷ୍ଟି ହେଉଛି। ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ଆଜି ବ୍ରହ୍ମପୁର ଆସିବ ସିବିଆଇ। ତେବେ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତିରେ ଏବେ ଘଟଣାରେ ବ୍ରହ୍ମପୁର ଆସିପାରେ ସିବିଆଇ। ମାମଲାର ସିବିଆଇ ଟିମ୍ର ତଦନ୍ତ ଆଗେଇଛି। ଏକ ତଦନ୍ତକାରୀ ଦଳ ବ୍ରହ୍ମପୁର ଆସିବ ବୋଲି ସୂଚନା ମିଳୁଛି। ଦୁର୍ନୀତିରେ ସମ୍ପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିଥିବା ଜଣାପଡ଼ିଛି। ତଦନ୍ତ ପାଇଁ ଏବେ ଡିଏସ୍ପିଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍। ତେବେ ସିବିଆଇର ଆଣ୍ଟି କରପ୍ସନ ବ୍ୟୁରୋ ବା ଏସିବି ଅତିରିକ୍ତ ଏସିପି ସାମଲ ଏହା ତଦାରଖ କରିବେ। ଏକ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସିବିଆଇକୁ ଏବେ ଏଫଆଇଆର କପି ମଧ୍ୟ ହସ୍ତାନ୍ତର କରାଯାଇଛି। ତେବେ ବିଶେଷ କରି କୁହାଯାଉଛି ଯେ ଏହି ଦୁର୍ନୀତିରେ 1000 କୋଟି ଟଙ୍କାର କାରବାର ହୋଇଥିବା ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ 7 ଜଣଙ୍କୁ ରିମାଣ୍ଡରେ ନେଇ ସିବିଆଇ କୋର୍ଟରେ ଆବେଦନ କରିପାରେ। ତେବେ ତା ସହିତ ମଧ୍ୟ ଆଉ ଗୋଟେ ବଡ ଖବର ରହିଛି। ଆଜି ହେଉଛି ଶ୍ରୀମନ୍ଦିରରେ ମଧ୍ୟ ଦର୍ଶନ ବନ୍ଦ ରହିବ 5 ଘଣ୍ଟା ପାଇଁ। ଏହି ଅବସରରେ ଶ୍ରୀମନ୍ଦିରଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପାଖାପାଖି 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ଦଇତାପତି ସେବକମାନେ ଗୋଷ୍ଠୀଗତ ସେବାୟତ ହୋଇଥିବା ବେଳେ ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଜୟ ବିଜୟ ଦ୍ୱାର ମଧ୍ୟ ବନ୍ଦ ରହିବ। ଦଇତାପତି ସେବାୟତମାନେ 3 ଭାଗର ବିଭକ୍ତ ହୋଇ ରତ୍ନ ସିଂହାସନ ଉପରେ ଚଢ଼ି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି ସେବା କରିବେ। ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କର ପଇତାଲାଗି ନୀତି କରିବେ। ଏହି ନୀତି ସମ୍ପୂର୍ଣ୍ଣ ହେବା ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ବୋଲି କୁହାଯାଉଛି। ବର୍ଷକୁ ପ୍ରାୟ 2 ଥର ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପରବର୍ତ୍ତୀ ଖବର ରହୁଛି ଏଥର ଭାଲୁ ଆତଙ୍କ। ତେବେ କୋରାପୁଟରେ ଭାଲୁ ଭୟ, ସ୍ଥାନୀୟ ଲୋକେ ଆଉ ଘରୁ ବାହାରୁ ନାହାନ୍ତି। କୋରାପୁଟରେ ଏବେ ଭାଲୁ ଭୟ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହଉଛନ୍ତି ଭାଲୁ। କେତେବେଳେ 2 ଟିକିଆ ଭାଲୁ ତ କେତେବେଳେ 3 ଟିକିଆ 4 ଟିକିଆ ଆସୁଛନ୍ତି। ଲୋକେ ଦେଖି ଆତଙ୍କିତ ହୋଇଯାଇଛନ୍ତି। ପୂର୍ବରୁ ମଧ୍ୟ ବନ ବିଭାଗ ତରଫରୁ ମଧ୍ୟ ଖାଦ୍ୟ ଗୁଡ଼ିକ ରାସ୍ତାରେ ନ ଫୋପାଡ଼ିବା ପାଇଁ ସଚେତନ କରାଯାଇଥିଲା। ତଥାପି ରାସ୍ତା ମଝିରେ ଭାଲୁ ବୁଲିବା ସ୍ଥାନୀୟ ଲୋକ ଦେଖି ଭୟଭୀତ କରୁଛନ୍ତି। ରାସ୍ତା ଉପରେ କୌଣସି ଖାଦ୍ୟ ନ ପକାଇବା ପାଇଁ ବନ ବିଭାଗ ବାରମ୍ବାର ଚେତାବନୀ ଦେଲେ ମଧ୍ୟ ଲୋକେ ମାନୁନାହାନ୍ତି, ଯାହା ଫଳରେ ଭାଲୁ ଆସୁଛନ୍ତି। ଭିଡିଓ ହେବ ତ ଏମିତି ଲୋକଙ୍କର ସମସ୍ୟା ସମାଧାନ ପାଇଁ 3 କିଲୋମିଟର 3ଟା ପାହାଡ ମଧ୍ୟ ଚଢିଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ପାଦରେ ଚାଲି ଚାଲି ପାର ହୋଇଛନ୍ତି 3ଟି ପାହାଡ। 5ଟି ପରିବାର ପାଖରେ ସରକାରୀ ସୁବିଧା ନ ପହଞ୍ଚିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳର ଫୁଟଘର ଗାଁ। ଏଠାକୁ ଯିବା ଆସିବା ଏତେ ସହଜ ନୁହେଁ। ପାଦଚଲା ରାସ୍ତାରେ 3ଟି ପାହାଡ ଚଢିବା ପରେ ଫୁଟଘର ଗାଁରେ ମଧ୍ୟ ପହଞ୍ଚିଥିଲେ। ଗାଁରେ ବାସ କରନ୍ତି 5 ପରିବାର। କ୍ଷୀରୋଦ ଚନ୍ଦ୍ର ସାହୁ ନନ୍ଦାହାଣ୍ଡି ବ୍ଲକରେ 2023 ମସିହାରେ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହା ଏକ ଅଳ୍ପ ଦିନ ପରେ ମଧ୍ୟ ଫୁଟଘର ଗାଁକୁ ଯାଇ ସମସ୍ୟା ବୁଝିଥିଲେ। ସବୁଠୁ ବଡ କଥା ହେଉଛି ପାଦରେ ଚାଲି ଚାଲି 3 କିଲୋମିଟର ପର୍ଯ୍ୟନ୍ତ ପାହାଡ ଚଢି ତାଙ୍କର ପ୍ରତିଶ୍ରୁତି ଦେଇଛନ୍ତି, ପ୍ରତିଶ୍ରୁତି ମଧ୍ୟ ପାଳନ କରିଛନ୍ତି। ସବୁକିଛି ସମସ୍ୟାର ସମାଧାନ ମଧ୍ୟ ହେବ। ସମସ୍ତଙ୍କ ସରକାରୀ ସହାୟତା ମଧ୍ୟ ପାଇବେ। ଜଣେ ବୟସ୍କ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଥିବାରୁ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ବାରବାଟୀରେ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍। ଏହି ଦିନଠୁ ଅନଲାଇନ ଅଫଲାଇନ ଟିକେଟ ମଧ୍ୟ ବିକ୍ରି ଆରମ୍ଭ ହେବ। ତେବେ ଭାରତୀୟ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଡିସେମ୍ବର 5 ତାରିଖରେ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର ଦିନ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମରେ 6ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ।
ଡିସେମ୍ବର 1 ତାରିଖରେ ଅନଲାଇନ ଟିକେଟ ମିଳିବ। ସେହିପରି ଡିସେମ୍ବର 5 ତାରିଖରେ ଅଫଲାଇନ ଟିକେଟ ବିକ୍ରି ହେବ। ଡିସେମ୍ବର 3, 4 ଓସିଆ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ମିଳିବ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏକ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର 9 ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ଖେଳାଯିବ। ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଟିମ୍ ଭ୍ରମଣ ଆସିବାକୁ ଥିବା ବେଳେ ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟ 2ଟି ଟେଷ୍ଟ, 3ଟି ଦିନିକିଆ ଏବଂ 5ଟି ଟି20 ମଧ୍ୟ ଏବେ ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଡିସେମ୍ବର 1 ରୁ ରାଜ୍ୟରେ ଗଡିବନି ବସ୍। ତେବେ କୁହାଯାଉଛି ଡିସେମ୍ବର 1 ରୁ ଏବେ ରାଜ୍ୟରେ ଗଡିବନି ବସ୍। ମୋଟରଯାନ ଯାଞ୍ଚ ପାଇଁ ପୋଲିସ ବିଭାଗ ଅତିରିକ୍ତ କ୍ଷମତା ପ୍ରତିବାଦରେ ଅଲ୍ ଇଣ୍ଡିଆ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର 1 ରୁ ରାଜ୍ୟବ୍ୟାପୀ ଧର୍ମଘଟ ଦେଇଛନ୍ତି। ଗଣମାଧ୍ୟମ କଥାବାର୍ତ୍ତା ସମୟରେ ଏଓବିଓଏ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ବସ୍ ଅପରେଟର ମାନଙ୍କୁ ଚିନ୍ତାରେ ବଢାଇଛି, କାରଣ ପୋଲିସ ଅଧିକ କ୍ଷମତା ପ୍ରଦାନ କରାଯିବା ପାଇଁ ସରକାରୀ ଯୋଜନା ରହିଛି। ହେଲେ ସେମାନେ ଆମକୁ ଅଯଥାରେ ହଇରାଣ କରୁଛନ୍ତି, ଆମ ବସ୍ ସେବାରେ ବାଧା ପ୍ରାପ୍ତ କରୁଛନ୍ତି। ଦଣ୍ଡ ଭିତ୍ତିକ କାର୍ଯ୍ୟାନୁଷ୍ଠାନ ବଢିବାର ଆଶଙ୍କା ରହିଛି। ତେବେ ବିଶେଷ କରି ଡିସେମ୍ବର 1 ରେ ରାଜ୍ୟବ୍ୟାପୀ ଧର୍ମଘଟ ହେବ। ପରବର୍ତ୍ତୀ ଖବର ହଉଛି ମୁକ୍ତାକାଂଶ ମଞ୍ଚ ନିମାପଡା। ଆଞ୍ଚଳିକ ସମସ୍ୟା ସମ୍ପର୍କରେ ସରକାର ଦୃଷ୍ଟିକୁ ଆଣିବାର ଗଣମାଧ୍ୟମ ଭୂମିକାରେ ଗୁରୁତ୍ୱପୂର୍ଣ୍ଣ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀ ଜିଲ୍ଲା ନିମାପଡା ବ୍ଲକର ପ୍ରେସ ଦିବସ ଅବସରରେ ନିମାପଡା ବ୍ଲକରେ ମଧ୍ୟ ଏବେ ବାର୍ଷିକ ଉତ୍ସବ ଚୈତାଳି 2025 ସ୍ଥାନୀୟ ଶହୀଦ ଭବନରେ ମୁକ୍ତାକାଶ ରଙ୍ଗମଞ୍ଚର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଜାତୀୟ ପ୍ରେସ ଦିବସ ସନ୍ଧ୍ୟାରେ ମଧ୍ୟ ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ବିକଶିତ ଭାରତ ଉପରେ ସାମ୍ବାଦିକ ଉପରେ ମଧ୍ୟ ଆଲୋକପାତ କରିବା ସହିତ ସଠିକ ଖବର ଉପରେ ନଜର ରଖିବେ। ଯିଏ ମିଥ୍ୟା ଖବର ପ୍ରକାଶ କରିବ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ସୀମା ଟପିଲା ବର୍ବରତା। ଶିଶୁର 2 ଗୋଡକୁ ଧରି ରାସ୍ତାରେ କଚାଡି ଦେଲା ଏହି ଯୁବକ। ଯୁବକଙ୍କୁ ଦେଖନ୍ତୁ, ଆଶ୍ଚର୍ଯ୍ୟ ଲାଗିବ, ରାଗ ମଧ୍ୟ ଲାଗିବ। ମାନବିକତା ମରିଯାଇଛି, ଦୟା ବୋଲି ଶବ୍ଦ ହଜିଯାଇଛି, ଅଲୋଡା ହୋଇଯାଇଛି। ଭଲ ପାଇବା ଭଲ କାମ, ଖରାପ କାମ ଭୁଲ। ତେବେ ଏସବୁ କହିବାକୁ ଗଲେ ଘର ଅଗଣାରେ ଖେଳୁଥିବା 3 ବର୍ଷ ଶିଶୁ ଗ୍ରାମର ଉକ୍ତ ଯୁବକ ରାସ୍ତାରେ କଚାଡି ମାରିବା ପାଇଁ ଉଦ୍ୟମ କରିଛି। ସିସିଟିଭି ଘଟଣାରୁ ମଧ୍ୟ ଜଣାପଡିଛି। ଗାଁ କବଳରୁ ମଧ୍ୟ ବ୍ୟାପି ଯାଇଛି। ଉମରକୋଟର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛି। ତେବେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରି ଗାଁରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି। ପରବର୍ତ୍ତୀ ଖବର ହଉଛି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଞ୍ଚିରେ ପାଳନ ହେଉଥିବା ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ମଧ୍ୟ ଯୋଗ ଦେଇଥିବାରୁ ରାଉରକେଲା ପାଳନ ହେଉଥିବାର ଜନଜାତି ଗୌରବ ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏହି ମଞ୍ଚରେ ଆଦମ ଭୁଲି ନଥିଲେ, ତାଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। କହିଥିଲେ ଜୁଏଲ ଆଦିବାସୀର ଟାଣୁଆ ନେତା, କେବଳ ରାଜ୍ୟ ନୁହେଁ ଦେଶର ଜନଜାତି ସମ୍ପ୍ରଦାୟ ବିକାଶ ପାଇଁ ତାକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କେନ୍ଦ୍ର ଆଦିବାସୀ ମନ୍ତ୍ରୀ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଦିବାସୀଙ୍କ ବିକାଶ ମଧ୍ୟ ହୋଇଛି। ସଭା ଚାଲିଥିବା ବେଳେ କିଛି ଲୋକେ ବାହାରେ ଠିଆ ହୋଇ ମଧ୍ୟ କଥା ହେଉଥିଲେ। ଭାଷଣ ଦେଉଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ଆଖିରେ ମଧ୍ୟ ଏମିତି ଦୃଶ୍ୟ ପଡିଥିଲା। ମଞ୍ଚ ଉପରେ ଜିଲ୍ଲାପାଳକୁ ଡାକି ଛିଡା ହୋଇଥିବା ଲୋକଙ୍କୁ ମଧ୍ୟ ଆସନରେ ବସିବା ପାଇଁ କହିଥିଲେ। ତେବେ ଜିଲ୍ଲାପାଳ ମଧ୍ୟ ମଞ୍ଚରୁ ଓହ୍ଲାଇ ଅଧିକାରୀ ପୋଲିସ କର୍ମଚାରୀ ସହାୟତାରେ ଛିଡା ହୋଇଥିବା ଲୋକଙ୍କୁ ଆସନରେ ବସିବା ପାଇଁ ବ୍ୟବସ୍ଥା ମଧ୍ୟ କରିଥିଲେ। ଯାହାଫଳରେ ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ମହୁଲ ଫୁଲ ତିଆରି ପାଇଁ ଖାଦ୍ୟ ଉପହାର ମଧ୍ୟ କହିଛନ୍ତି। ବିଶେଷ କରି ସୁନ୍ଦରଗଡ଼ର କିଛି ସ୍ୱୟଂ ସହାୟକ ମହିଳା ମାନେ ମଞ୍ଚରେ ମହୁଲ ଫୁଲ ତିଆରି ହୋଇଥିବା ପ୍ରକାର ଖାଦ୍ୟ ଉପହାର ଦେଇଥିଲେ। ଖାଦ୍ୟ ପ୍ୟାକେଟ ଗୁଡିକ ପ୍ୟାକିଂ ଦେଖି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏସଏଚଜି ମହିଳାମାନଙ୍କୁ ପ୍ରଶଂସା କରିବା ସହିତ ଜିଲ୍ଲାର ଅନ୍ୟ ମହିଳାମାନଙ୍କୁ ମଧ୍ୟ ଖାଦ୍ୟ ତିଆରି କରନ୍ତୁ ବୋଲି କହିଥିଲେ। ପରବର୍ତ୍ତୀ ଖବର ରହୁଛି ଗ୍ରାମୀଣ ମହିଳାମାନେ ସ୍ୱାବଲମ୍ବୀ ହେବେ, ସମାଜର ବିକାଶ ଗଢିବ। ସେଥିପାଇଁ ସେମାନଙ୍କୁ ସବୁ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ, ଡିଜିଟାଲ ମାଧ୍ୟମରେ ଯୋଡ଼ିବେ। ଏଥର ପ୍ରତ୍ୟେକ ମହିଳାଙ୍କୁ କେହି ଆଉ ରହିବେ ନାହିଁ ବେକାରୀ। ତେବେ ସମସ୍ତଙ୍କୁ ରୋଜଗାର ପନ୍ଥା ଫିଟିବ। ବିଶେଷ କରି କୁହାଯାଉଛି ଯେ ଏଥର ଡିଜିଟାଲ ଶିକ୍ଷା ଦିଆଯିବ। ସିଲେଇଠୁ ଆରମ୍ଭ କରି ଯେତିକି ସବୁ ଶିକ୍ଷା ସରକାରୀ ପ୍ରଦାନ କରିବେ। ତା ସହିତ ମଧ୍ୟ ଏପଟେ କେନ୍ଦ୍ର ସରକାର କହିଛନ୍ତି ଯେ ଯେକୌଣସି ମହିଳା ତାଲିମ ନେବେ ତାଙ୍କୁ 15,000 ଟଙ୍କା ଷ୍ଟାଇପେଣ୍ଡ ଆକାରରେ ମିଳିବ ଏବଂ 2 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ, ଯାହାଫଳରେ ନିଜର ବ୍ୟବସାୟ ମଧ୍ୟ କରିପାରିବେ। ପରବର୍ତ୍ତୀ ଖବର ହଉଛି ନଭେମ୍ବର 20ରେ ଶପଥ ଗ୍ରହଣ। ବିହାରରେ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତା 3 ଦିନ ଭିତରେ ବିହାରରେ ସରକାର ଗଠନ ହେବ। ସୂଚନା ଅନୁଯାୟୀ ନଭେମ୍ବର 20ରେ ଶପଥ ଗ୍ରହଣ ଉତ୍ସବ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଉତ୍ସବରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି। ଶପଥ ଗ୍ରହଣ ପାଇଁ ପାଟନାରେ ଗାନ୍ଧୀ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ନେତୃତ୍ୱ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି। ପରବର୍ତ୍ତୀ ଖବର ହଉଛି ପୁଣି ଆଉ ଗୋଟେ ଚାଞ୍ଚଲ୍ୟ ଖବର ଆସିଛି। ଦିଲ୍ଲୀରେ ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତଦନ୍ତ ସଂସ୍ଥା ଏନଆଇଏ। ଏନଆଇଏ ପକ୍ଷରୁ ଉମର ମଧ୍ୟ ପ୍ରମୁଖ ସହଯୋଗୀ ଆମିର
ଆମିର ରସିଦ ଆলীକୁ ଗିରଫ କରାଯାଇଛି ଦିଲ୍ଲୀରୁ। ତେବେ ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି ଆତ୍ମଘାତୀ ଆକ୍ରମଣରେ ମଧ୍ୟ ବ୍ୟବହୃତ ହ୍ୟୁଣ୍ଡାଇ i20 କାର ରସିଦ ନାମରେ ପଞ୍ଜୀକୃତ ହୋଇଛି, ଯାହା ଏଜେନ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନେତୃତ୍ୱ ନେଇଥିଲା। ତେବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଆମେରିକା ପ୍ରମୁଖ ଭୂମିକାର ପର୍ଦ୍ଦାଫାଶ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଆମିର କାର କିଣିବା ପରେ ଆତ୍ମଘାତୀ ବିସ୍ଫୋରଣକାରୀକୁ ସମର୍ଥନ କରିବା ପାଇଁ ଦିଲ୍ଲୀ ଆସିଥିଲା। ପୂର୍ବରୁ ମଧ୍ୟ ଫରେନସିକ୍ ରିପୋର୍ଟ ନିଶ୍ଚିତ କରିଥିଲା। ତେବେ ସେ ମୃତ ଡ୍ରାଇଭର ଉମର ବିନ୍ ନବୀ ଥିଲା। ତେବେ କୁହାଯାଉଛି ଯେ ପୁଲୱାମାର ବାସିନ୍ଦା ଥିଲା। ଅଲ୍ ଫଲାଲ ବିଶ୍ୱବିଦ୍ୟାଳୟରେ ମଧ୍ୟ ଜଣେ ସହାୟକ ପ୍ରଫେସର ଥିଲା। ଏବେ ସବୁ ରାଜ୍ୟ ମଧ୍ୟ ତେଜିଛି। ସବୁ ରାଜ୍ୟରେ ଆଲର୍ଟ କରାଯାଇଛି। ପରବର୍ତ୍ତୀ ଖବର ହଉଛି ଗୋଟିଏ ପଟେ ବିହାର ନୂଆ ସରକାର ଗଠନ ପାଇଁ ଗଣତାନ୍ତ୍ରିକ ମେଣ୍ଟ ଏନଡିଏ ସହଯୋଗୀ ଦଳର ଘନ ଘନ ବୈଠକ ଚାଲିଥିବା ବେଳେ ନୂଆ ସରକାର ଶପଥ ପୂର୍ବରୁ ପ୍ରସ୍ତୁତି ଜୋରଦାର ହୋଇଛି। ଆସନ୍ତା 20 ତାରିଖରେ ଶପଥ ଗ୍ରହଣ ହେବ ଏହି ମଇଦାନରେ। ପରବର୍ତ୍ତୀ ଖବର ହଉଛି ପିଏମ୍ କିଷାନ ଟଙ୍କାକୁ ନେଇକି ବଡ ଅପଡେଟ୍ ଏଣିକି ପିଏମ୍ କିଷାନ ଟଙ୍କା ମିଳିବ ଖୁବ୍ ଜଲ୍ଦି 21ତମ କିସ୍ତି ମିଳିବ। ଯେଉଁମାନଙ୍କୁ ମିଳିନି ସେମାନେ ଅପେକ୍ଷା କରନ୍ତୁ ଇ-କେୱାଇସି କରିଦିଅନ୍ତୁ ଯାହାଫଳରେ ପିଏମ୍ କିଷାନର 21ତମ କିସ୍ତି ପାଇବେ। ତା ସହିତ ମଧ୍ୟ ଏଥର କୁହାଯାଉଛି ଚାଷୀମାନଙ୍କୁ ବହୁତ ପ୍ରକାର ଲାଭ ମିଳିବ। କିଷାନ କ୍ରେଡିଟ୍ କାର୍ଡଠୁ ଆରମ୍ଭ କରି ଉଦ୍ୟୋଗପତିଙ୍କୁ ଆରମ୍ଭ କରି ସବୁ ପ୍ରକାର ଲୋନ୍ ଯୋଗାଇ ଦେବେ। ସରକାର ଫୋକସ ରଖିଛନ୍ତି ଚାଷୀମାନଙ୍କ ପାଇଁ। ତେବେ ତା ସହିତ ଭତ୍ତା ଟଙ୍କାକୁ ନେଇକି ବଡ ଅପଡେଟ୍ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା 3500 ଆଉ 60 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଢିବ ବୋଲି ସୂଚନା ମିଳୁଛି। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଯଦି ଭଲ ଲାଗିଥିଲା ଲାଇକ୍ କରିବେ, ସେୟାର କରିଦେବେ, ସବସ୍କ୍ରାଇବ ମଧ୍ୟ କରିଦେବେ। ଜୟ ଜଗନ୍ନାଥ।